ସେଥିପାଇଁ ଈଶ୍ୱରଙ୍କ ବାକ୍ୟ କେବଳ ସୂଚନା ନୁହେଁ, ଏହା ବାର୍ତ୍ତାଳାପ। ଆମେ ଯେତେବେଳେ ଖୋଲା ହୃଦୟରେ ଈଶ୍ୱରଙ୍କ ବାକ୍ୟ ନିକଟକୁ ଆସୁ, ସେ ବିଶ୍ୱସ୍ତ ଭାବେ ଆମ ସହିତ ସାକ୍ଷାତ କରନ୍ତି, ବାରମ୍ବାର ଆମକୁ କଥା କହନ୍ତି। প্রিয় দর্শক বন্ধু নমস্କାର। ଆଜିର ଆଶାଭରା ନାରୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଶା କରୁ ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚୟ ଉପକୃତ ହେଉଥିବେ ଓ ଆତ୍ମିକ ଜୀବନରେ ବୃଦ୍ଧି ପାଉଥିବେ। ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଅବା ପ୍ରାର୍ଥନା ଅନୁରୋଧ ଥାଏ, ଲେଖି ଜଣାଇଲେ ଆମେ ଖୁସି ହେବୁ। ଆଜି ଆମେ ବିଶେଷ ଆନନ୍ଦିତ ଯେ ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବା ସୁଯୋଗ ପାଇଛୁ। ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଦେଖି ଆସୁଥିବାରୁ ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ନିଶ୍ଚିତ ଯେ ଆପଣ ଆପଣଙ୍କ ପରିବାର ସହିତ ଭଲରେ ଥିବେ। ଆଜି ମୋ ସହିତ ସହ ଉପସ୍ଥାପିକା ଏଲେନ୍ ଦିଦି ଅଛନ୍ତି ଓ ଆମେ ଆପଣଙ୍କୁ ସ୍ୱାଗତ କରୁଅଛୁ। ନମସ୍କାର। ଆପଣ ବିଶ୍ୱାସ କରିବେ ନାହିଁ, ଆଜି ସକାଳେ ମୋ ସହିତ କ'ଣ ଘଟିଲା? କ'ଣ ହେଲା? ମୋ ଫୋନରୁ ଏକ ଭିନ୍ନ ପ୍ରକାରର ଶବ୍ଦ ଶୁଣି ମୋର ନିଦ ଭାଙ୍ଗିଗଲା। ତାପରେ ମୁଁ ଦେଖିଲି ଯେ ମୁଁ ଖୋଲିଥିବା ଅଲଗା ଅଲଗା ଆପ୍ ଗୁଡ଼ିକରୁ ଭିନ୍ନ ଭିନ୍ନ ଶବ୍ଦ ବାହାରୁଥିଲା। ଚାରିଆଡ଼ ପୁରା ଭିନ୍ନ ଭିନ୍ନ ଶବ୍ଦରେ କମ୍ପି ଉଠୁଥିଲା। ଆପଣ ଫୋନ୍ଟିକୁ ରିଷ୍ଟାର୍ଟ କରିବାକୁ ଚେଷ୍ଟା କଲେ କି? ହଁ, ମୁଁ ବହୁତ ସମୟ ଧରି ଚେଷ୍ଟା କଲି, କିନ୍ତୁ ଶେଷରେ ମୁଁ ଏହାକୁ ସାଧାରଣ ଭାବରେ ଚଲାଇବାରେ ସଫଳ ହେଲି। ଆଜି ଦିନର ଆରମ୍ଭ ବହୁତ କୋଳାହଳପୂର୍ଣ୍ଣ ଥିଲା, ନୁହେଁ କି? ବାସ୍ତବରେ ସତ କଥା। ଆପଣ ଜାଣନ୍ତି, ଜୀବନଟା ସତେ ଯେମିତି କୋଳାହଳରେ ଭରିଥିବା ପରି ମନେ ହୁଏ, ନୁହେଁ କି? ଚାରିଆଡ଼େ ଖାଲି ବିଭିନ୍ନ ପ୍ରକାରର ସ୍ୱର, ଫୋନ୍, ନୋଟିଫିକେସନ୍, ଲୋକଙ୍କର ମତାମତ ଏବଂ ଅପେକ୍ଷା। ଆମେ ସକାଳୁ ଉଠିବା ମୁହୂର୍ତ୍ତରୁ ହିଁ କିଛି ନା କିଛି ଶୁଣୁଛୁ। ନିଶ୍ଚିତ ଭାବରେ ଯଦି ଆମ ଶୁଣିବାରେ କିଛି ସମସ୍ୟା ନାହିଁ, ତେବେ ଭିନ୍ନ ଭିନ୍ନ ଶବ୍ଦ ଦିନସାରା ଆମ ପଛେ ପଛେ ଗୋଡ଼େଇଥାଏ। ବେଳେବେଳେ ଏହା ରାତିରେ ମଧ୍ୟ ଆମ ପିଛା ଛାଡ଼େ ନାହିଁ। ହଁ, ଆପଣ ଠିକ୍ କହିଲେ। ଯେତେବେଳେ ଚାରିଆଡ଼େ ଏତେ ସବୁ କୋଳାହଳପୂର୍ଣ୍ଣ ଶବ୍ଦ ଶୁଣାଯାଏ, ସେତେବେଳେ ଆବଶ୍ୟକ ବିଷୟ ପ୍ରତି ଧ୍ୟାନ ଦେବା କଷ୍ଟକର ହୋଇପଡ଼େ। ବିଶେଷ କରି ଆଜିକାଲିର ସମୟରେ କାହାର କଥା ଶୁଣିବା ପାଇଁ ଧ୍ୟାନ ଦେବା ଓ ସେଥିରେ ମନୋନିବେଶ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼େ। ମନେ ହେଉଛି ସତେ ଯେମିତି ଆମେ ଏଭଳି ଏକ ସମୟରେ ବଞ୍ଚୁଛୁ ଯେଉଁଠି ଟିକେ ଶାନ୍ତି ପାଇବା ପାଇଁ ଆମକୁ ନିଜ ଜୀବନରୁ କିଛି ସମୟ ବାହାରକୁ ଆସିବାକୁ ପଡ଼ିବ। ଏକାକୀ ସମୟ କାଟିବାକୁ ଇଚ୍ଛା ହୁଏ। ଏହା ବାସ୍ତବରେ ସତ କଥା, କିନ୍ତୁ ଏଠାରେ ଏକ ଆକର୍ଷଣୀୟ ବିଷୟ ହେଉଛି ବାଇବଲରେ ଈଶ୍ୱରଙ୍କୁ ଦେଖିବା ଅପେକ୍ଷା ତାଙ୍କ ରବ ଶୁଣିବା ବିଷୟରେ ଅଧିକ କୁହାଯାଇଛି। ଧର୍ମଶାସ୍ତ୍ରରେ ଲେଖା ଅଛି, ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ କିମ୍ବା ହେ ଇସ୍ରାଏଲ ଶୁଣ। ଈଶ୍ୱର ନିଜର ରବ ମଧ୍ୟ ଦେଇ ନିଜକୁ ପ୍ରକାଶ କରୁଥିଲେ। ତାଙ୍କ ବାକ୍ୟ ଦ୍ୱାରା ଅର୍ଥାତ୍ ପବିତ୍ର ବାଇବଲ ଦ୍ୱାରା ନିଜକୁ ପ୍ରକାଶ କଲେ। ତାହା ହିଁ ଆଜି ଆମ ପାଇଁ ଆହ୍ୱାନ ଅଟେ। ଏ ସମସ୍ତ ବିଷୟ ଆମ ନିମନ୍ତେ ସହଜ ସାଧ୍ୟ ହୋଇନଥାଏ। ଆମେ ଏତେ କୋଳାହଳ ଭିତରେ ବଞ୍ଚୁଛୁ ଯେ ଶୁଣିବା ପାଇଁ ଆମକୁ ପରିଶ୍ରମ କରିବାକୁ ପଡ଼ୁଛି। ବାସ୍ତବରେ ଆପଣ ଠିକ୍ କଥା କହିଲେ। ଆଜିକାଲି ମନର ଅସ୍ଥିରତା ସାଧାରଣ କଥା ହେଇଗଲାଣି। ନୀରବରେ ରହି ମଧ୍ୟ ପାରୁନାହୁଁ। କିନ୍ତୁ ଇତିହାସକୁ ଦେଖିଲେ ଜଣାଯାଏ ଯେ ଈଶ୍ୱରଙ୍କ ଲୋକମାନେ ସବୁବେଳେ ଶୁଣିବାର ଅଭ୍ୟାସ କରୁଥିଲେ। ସେମାନେ ବିଶେଷ ସମୟ ବାହାର କରୁଥିଲେ ଶୁଣିବା ନିମନ୍ତେ। ଏକ ଶାନ୍ତ ପରିବେଶ ଓ ସ୍ଥାନ ଖୋଜୁଥିଲେ ଯେଉଁଠାରେ ସେମାନେ ଈଶ୍ୱରଙ୍କ ରବ ଶୁଣିପାରିବେ। ତେଣୁ ଧର୍ମଶାସ୍ତ୍ର ଖୋଲି ଏକାଗ୍ରତାର ସହ ଧ୍ୟାନ କରୁଥିଲେ। ମୁଁ ପୂର୍ବରୁ ଶୁଣିଥିବା ଘଟଣା ମୋର ମନେ ପଡ଼ୁଛି। ଜଣେ ଛୋଟ ପିଲା ତାର ବାପା ମାଆଙ୍କ ସହ ଚର୍ଚ୍ଚକୁ ଯାଇଥିଲା ଏବଂ ପ୍ରାର୍ଥନା ସଭା ଚାଲିଥିବା ସମୟରେ ସେ ହାତ ଉଠାଇ ପାଳକଙ୍କୁ ପଚାରିଲା, ଈଶ୍ୱରଙ୍କ ସ୍ୱର ଶୁଣିବାକୁ କେମିତି? ସତରେ ତାହା ବାସ୍ତବରେ ମନୋହର ପ୍ରଶ୍ନ। ଏହା ନିଶ୍ଚିତ ଭାବରେ ସେଠାରେ ଥିବା ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବ, ନୁହେଁ କି? ସତରେ ସେଇଆ ହେଲା। ପୁରା ଚର୍ଚ୍ଚ ସେହି ଉତ୍ତରକୁ ଅପେକ୍ଷା କରି ବସିଲେ। ପାଳକ ସେଦିନ ବହୁତ ସୁନ୍ଦର କଥାଟିଏ କହିଲେ। ସେ କହିଲେ,
ଈଶ୍ୱରଙ୍କ ସ୍ୱର ଠିକ୍ ତୁମ ବାପା ମାଙ୍କ ସ୍ୱର ପରି। ଯେତେବେଳେ ରାତିରେ ତୁମକୁ ଡର ଲାଗେ, ଯେତେବେଳେ ତୁମେ ଖରାପ ସ୍ୱପ୍ନ ଦେଖି ଡରିଯାଅ ଏବଂ ସେମାନେ ତୁମ ସେଜ ପାଖରେ ବସି କୁହନ୍ତି କିଛି ହୋଇନି, ବ୍ୟସ୍ତ ହୁଅ ନାହିଁ, ମୁଁ ଏଇଠି ଅଛି, ଠିକ୍ ସେହିପରି ଈଶ୍ୱରଙ୍କର ସ୍ୱର। ମୋତେ ପାଳକଙ୍କର ସେହି ଉତ୍ତର ବହୁତ ଭଲ ଲାଗିଲା, କାରଣ ଈଶ୍ୱର ନିଜ ବାକ୍ୟ ମଧ୍ୟ ଦେଇ ଠିକ୍ ସେହିପରି କଥା ହୁଅନ୍ତି। ସାନ୍ତ୍ୱନାଦାୟକ, ସ୍ଥିର ଏବଂ ଆଶ୍ୱାସନାପୂର୍ଣ୍ଣ କଥା କହନ୍ତି। ହଁ, ଠିକ୍ କହିଲେ। ଯେତେବେଳେ ଆମେ ବାଇବେଲ ଖୋଲୁ, ଆମେ କେବଳ କୌଣସି ଏକ ପୁରୁଣା ଗ୍ରନ୍ଥ ପଢ଼ୁନାହୁଁ, ବରଂ ଆମେ ଈଶ୍ୱରଙ୍କ ସେହି ରବ ଶୁଣୁଛୁ, ଯାହା ଆମକୁ ମନେ ପକାଇ ଦିଏ ଯେ ସେ କିଏ, ଆମେ କିଏ ଏବଂ ଆମେ ଆଦୌ ଏକୁଟିଆ ନୋହୁଁ। ବୋଧହୁଏ ଆଜି ଆମ ପାଇଁ ଏହା ହିଁ ଆହ୍ୱାନ ଅଟେ। ବାହାରର ଏହି ସମସ୍ତ କୋଳାହଳ ନ ଶୁଣିବା ନିମନ୍ତେ ଧର୍ମଶାସ୍ତ୍ର ଖୋଲିବା ଓ ଈଶ୍ୱରଙ୍କ ରବ ଶୁଣିବା, କାରଣ ଈଶ୍ୱର ଆଜି ମଧ୍ୟ କଥା କହୁଅଛନ୍ତି ଏବଂ ତାଙ୍କ ସ୍ୱର ଆଜି ମଧ୍ୟ ସେତିକି କୋମଳ, ବିଶ୍ୱସ୍ତ ଏବଂ ଆମର ଅତି ନିକଟତର। ବାସ୍ତବରେ ଭଉଣୀ ବିନ୍ଦୁ ସତ କହିଲେ। ଯେତେବେଳେ ଆମେ ଈଶ୍ୱରଙ୍କ ସ୍ୱର ଶୁଣିବା ବିଷୟରେ କହୁ, ବାଇବଲରେ ଆମେ କେତେକ ଶକ୍ତିଶାଳୀ ଉଦାହରଣ ଦେଖୁ। ଅବ୍ରାହମଙ୍କ କଥା ଦେଖନ୍ତୁ। ସେ ଈଶ୍ୱରଙ୍କ ରବ ଶୁଣିଲେ, ଯେଉଁଥିରେ ତାଙ୍କୁ ନିଜ ପୈତୃକ ଗୃହ, ଦେଶ ଛାଡ଼ି ଏପରି ଏକ ଭବିଷ୍ୟତ ଆଡ଼କୁ ଯାହା ସେ ପର୍ଯ୍ୟନ୍ତ ଦେଖିନଥିଲେ, ଏପରି ଏକ ଦେଶ ଯାହା ଈଶ୍ୱର ତାଙ୍କୁ ଦେଖାଇବେ ବୋଲି କହିଥିଲେ, ଯେଉଁ ବିଷୟରେ ସେ ଜାଣିନଥିଲେ, ବିଶ୍ୱାସର ପଦକ୍ଷେପ ନେଲେ। ତାପରେ ହାଗାରଙ୍କ କଥା ଦେଖନ୍ତୁ। ମରୁଭୂମିର ସେହି ନିର୍ଜନତା ମଧ୍ୟରେ ଯେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ, ସେତେବେଳେ ସେ ମଧ୍ୟ ଈଶ୍ୱରଙ୍କ ରବ ଶୁଣିପାରିଲେ। ଈଶ୍ୱର ତାଙ୍କୁ କହିଲେ ଯେ ତାଙ୍କ ପୁତ୍ର ଇସ୍ମାଇଲ ମୋ ଦୃଷ୍ଟିରେ ବହୁମୂଲ୍ୟ। ସେ ମଧ୍ୟ ସେହି ପ୍ରତିଜ୍ଞାର ଏକ ଅଂଶ ଥିଲେ ଏବଂ ଭବିଷ୍ୟତରେ ଏକ ବିରାଟ ଜାତିର ଆଦିପିତା ହୋଇ ପଡ଼ିଥିଲେ। ଈଶ୍ୱର କାହାକୁ ଛାଡ଼ନ୍ତି ନାହିଁ, ସେ ଆମ ପରିସ୍ଥିତି ଜାଣନ୍ତି। ମୋଶାଙ୍କ ଜୀବନରେ ମଧ୍ୟ ସେହିପରି ଏକ ମୁହୂର୍ତ୍ତ ଆସିଥିଲା। ସେ ଏକ ଜ୍ୱଳନ୍ତା ବୁଦା ମଧ୍ୟରୁ ଈଶ୍ୱରଙ୍କୁ ନିଜ ନାମ ଧରି ଡାକୁଥିବାର ଶୁଣିଲେ। ଈଶ୍ୱରଙ୍କ ସ୍ୱର ସେହି ସାଧାରଣ ଭୂମିକୁ ପବିତ୍ର କରିଦେଇଥିଲା। ଏଲିୟଙ୍କ କାହାଣୀ ତ ମୋର ଅତି ପ୍ରିୟ। ଈଶ୍ୱର ସେହି ପ୍ରଳୟଙ୍କରୀ ଝଡ଼, ଭୂମିକମ୍ପ କିମ୍ବା ନିଆଁ ଭିତରେ ନଥିଲେ, ସେ ଥିଲେ ଏକ ନିଶ୍ଚଳତାରେ, ସେହି ଶାନ୍ତ, ଗଭୀର ଏବଂ ନୀରବତାର ସ୍ୱର ଭିତରେ। ଈଶ୍ୱର ବିଭିନ୍ନ ମାଧ୍ୟମରେ ଓ ବିଭିନ୍ନ ସମୟରେ କଥା କହନ୍ତି। ଆଉ ସବୁଠାରୁ ମୋର ପ୍ରିୟ ବିଷୟ ହେଉଛି ଯେତେବେଳେ ଈଶ୍ୱର ରାତିରେ ସାମୁଏଲଙ୍କୁ ଡାକିଲେ। ଯେତେବେଳେ ବି ମୁଁ ଧର୍ମଶାସ୍ତ୍ର ସେହି ଅଂଶଟି ପଢ଼େ, ମୋ ଶରୀର ରୋମାଞ୍ଚିତ ହୋଇ ଉଠେ। ସାମୁଏଲ ଏବଂ ଈଶ୍ୱରଙ୍କ ମଧ୍ୟରେ ଏକ ଅତି ନିବିଡ଼ ସମ୍ପର୍କ ଥିଲା, ଠିକ୍ ଯେମିତି ଦାଉଦଙ୍କର ଈଶ୍ୱରଙ୍କ ସହ ଥିଲା। ଯେକୌଣସି ପ୍ରକୃତ ସମ୍ପର୍କରେ ଦୁଇଟି ବିଷୟ କରିବାକୁ ପଡ଼ିଥାଏ, କହିବା ଏବଂ ଶୁଣିବା। ଆମେ କିଛି କହୁ ଓ ତାଙ୍କ ଉତ୍ତରର ଅପେକ୍ଷାରେ ରହୁ। ଈଶ୍ୱର ମଧ୍ୟ ତାହା ହିଁ କରୁଛନ୍ତି, ନୁହେଁ କି? ଏଠାରେ ପ୍ରସ୍ତୁତିର ଗୁରୁତ୍ୱକୁ ଆମେ ଲକ୍ଷ୍ୟ କରୁଛୁ। ଯେତେବେଳେ ଆମେ ନିଜକୁ ସ୍ଥିର କରୁ, ପ୍ରାର୍ଥନା କରୁ ଏବଂ ଶୁଣିବା ପାଇଁ ନିଜ ହୃଦୟକୁ ପ୍ରସ୍ତୁତ କରୁ, ଆମେ ଈଶ୍ୱରଙ୍କ ସ୍ୱର ଶୁଣିବା ପ୍ରତି ଅଧିକ ଯତ୍ନବାନ ହୋଇଥାଉ। କାରଣ ଜୀବନରେ ନିଷ୍ପତ୍ତି ନେବାକୁ ପଡ଼ିଥାଏ, ବଡ଼ ନିଷ୍ପତ୍ତି, ଛୋଟ ନିଷ୍ପତ୍ତି, ଅନପେକ୍ଷିତ ବିଷୟ ଏବଂ ଦୈନନ୍ଦିନ ପସନ୍ଦ। ଏହି ଜଗତରେ ପରାମର୍ଶର କୌଣସି ଅଭାବ ନାହିଁ। ବିଭିନ୍ନ ପ୍ରକାର ସ୍ୱର, ପୁସ୍ତକ, ଟିଭି, ସହକର୍ମୀ, ସୋସିଆଲ ମିଡ଼ିଆ, ସମସ୍ତଙ୍କର ନିଜସ୍ୱ ମତାମତ ଥାଏ। କିନ୍ତୁ ଯଦି ଆମେ ଅଧିକ ଲୋକଙ୍କ କଥା ଶୁଣିବା, ତେବେ ଆମକୁ ଦ୍ୱନ୍ଦ୍ୱରେ ପକାଇପାରେ। ଆମେ ନିଜକୁ ପଚାରିବାକୁ ଆରମ୍ଭ କରୁ ଯେ ଆମେ ପ୍ରକୃତରେ ସେହି ସ୍ୱରଟିକୁ ଶୁଣୁଛୁ କି ନାହିଁ। ଯାହାକୁ ଆମେ ସବୁଠାରୁ ଅଧିକ ଶୁଣିବାକୁ ଚାହୁଁ, ତାହା ହେଲା ଈଶ୍ୱରଙ୍କ ସ୍ୱର। ଆମ ନିମନ୍ତେ ସୁସମ୍ବାଦ ହେଲା, ଈଶ୍ୱର ପ୍ରତିଦିନ ତାଙ୍କ ସନ୍ତାନମାନଙ୍କ ସହ କଥା ହୁଅନ୍ତି। ତାଙ୍କ ସ୍ୱରକୁ ଚିହ୍ନିବା ଆମ ପାଇଁ ଏକ ସୁଯୋଗ। ନିଶ୍ଚିତ ଭାବରେ ଆମକୁ କେବଳ ନିଜ ବୁଦ୍ଧି ଉପରେ ନିର୍ଭର କରି କିମ୍ବା ଅନୁମାନ କରି ଜୀବନ ପଥରେ ସଂଘର୍ଷ କରିବାକୁ ପଡ଼ିବ ନାହିଁ। ଆମେ ତାଙ୍କ ସ୍ୱରକୁ ସ୍ପଷ୍ଟ ଭାବରେ ଏବଂ ନିରନ୍ତର ଶୁଣିପାରିବା। ଯେତେବେଳେ ଆମେ ଈଶ୍ୱରଙ୍କ ରବ ଶୁଣୁ, ଆମେ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିପାରିବା। ଏହା ଜାଣିବା ଯେ ପବିତ୍ର ଆତ୍ମା ଆମ ପଥ ପ୍ରଦର୍ଶକ ଅଟନ୍ତି।
आमे प्रकृतरे प्रतिदिन ईश्वरଙ୍କ स्वर शुणी पारिबा एवं एही निश्चितता सहित बंची पारिबा जे से आम जीवन को मार्गदर्शन करूअछंती। ମୁଁ ନିଶ୍ଚିତ ଯେ ଆମ ଭିତରୁ ପ୍ରାୟ ସମସ୍ତେ କେବେ ନା କେବେ ନିଜକୁ ଏହି ପ୍ରଶ୍ନ ପଚାରିଥାନ୍ତି, ଈଶ୍ୱର ମୋ ସହିତ କଥା କାହିଁକି ହେଉନାହାନ୍ତି? ଏହା ଏକ ଅତ୍ୟନ୍ତ ସରଳ ଏବଂ ସାଧାରଣ ପ୍ରଶ୍ନ। ଈଶ୍ୱରଙ୍କ ସ୍ୱର ଶୁଣିବା ପ୍ରକୃତରେ କିପରି ହୋଇଥାଏ ଅବା ଏହା କିପରି ଶୁଭେ ସେ ବିଷୟରେ ଅନେକ ଦ୍ୱନ୍ଦ୍ୱ ରହିଛି। ଠିକ୍ କଥା। आमे आलोकिक आलोक आकाशर गंभीर स्वर किंबा किछि नाटकीय मुहूर्तर आशा रखि थाउ जहा मनरे कौनसी संदेह सृष्टि करिब नाही। ମୋର ଜଣେ ବନ୍ଧୁଙ୍କ ସହିତ କଥା ହେବା ମନେ ଅଛି। ଠିକ୍ ସେହିପରି ଅନୁଭୂତି ତାଙ୍କର ଥିଲା। ସେ ନିରୁତ୍ସାହିତ ଥିଲେ ଓ ଭାବୁଥିଲେ ଯେ ସେ କେଉଁଠି ଭୁଲ କରୁଛନ୍ତି, କାରଣ ସେ କେବେ ବି ଈଶ୍ୱରଙ୍କର ସ୍ପଷ୍ଟ ସ୍ୱର ଶୁଣି ନଥିଲେ କିମ୍ବା ଏପରି କିଛି ଚିହ୍ନ ଦେଖିନଥିଲେ। ତାହା ହେଲେ ସେ ନିଶ୍ଚୟ ଭାବୁଥିବେ ଯେ ଈଶ୍ୱର ଆଦୌ କଥା କହୁନାହାନ୍ତି। ହଁ, କିନ୍ତୁ ଆମେ କଥା ହେବା ପରେ ଚିନ୍ତାଧାରାରେ କିଛି ପରିବର୍ତ୍ତନ ଆସିଲା। ସେ ଅନୁଭବ କରିବାକୁ ଆରମ୍ଭ କଲେ ଯେ ଈଶ୍ୱର ତାଙ୍କ ସହ କଥା ହେଲେ, କେବଳ ସେ ଯେପରି ଆଶା କରୁଥିଲେ ସେ ସେପରି ନୁହେଁ। ସେ ଧର୍ମଶାସ୍ତ୍ର ମଧ୍ୟ ଦେଇ କଥା ହେଲେ ଯାହା ତାଙ୍କ ପରିସ୍ଥିତି ସହିତ ସିଧାସଳଖ ଜଡ଼ିତ ଥିଲା ଏବଂ କିଛି ଏପରି ଘଟଣା ମଧ୍ୟ ଦେଇ ଧୀରେ ତାଙ୍କୁ ଏକ ନିଶ୍ଚିତ ଦିଗକୁ ନେଇଗଲା। ଏଥିସହିତ ତାଙ୍କ ମଣ୍ଡଳୀର ଜଣେ ନେତାଙ୍କ ଜ୍ଞାନଯୁକ୍ତ ଏବଂ ଧାର୍ମିକ ପରାମର୍ଶ ମାଧ୍ୟମରେ ମଧ୍ୟ ଈଶ୍ୱର ତାଙ୍କୁ ପଥ କଢ଼ାଇ ନେଲେ। ନିଶ୍ଚିତ ଭାବରେ ଈଶ୍ୱର ସବୁବେଳେ କଥା ହେଉଥିଲେ, କିନ୍ତୁ ସେ ତାଙ୍କ ସ୍ୱରକୁ ଚିହ୍ନି ପାରୁନଥିଲେ। ସତ କହିବାକୁ ଗଲେ ଆମ ଭିତରୁ ଅନେକ ଏହା ସହ ନିଜକୁ ଯୋଡ଼ି ପାରିବେ। ଆମେ ଈଶ୍ୱରଙ୍କ ସହ କଥା ହେଉ, ଆମେ ପ୍ରାର୍ଥନା କରୁ, ଆମ ହୃଦୟର ସବୁ କଥା ବ୍ୟକ୍ତ କରୁ, ଆମେ ଚାହୁଁ ଯେ ସେ ମଧ୍ୟ ଉତ୍ତର ଦିଅନ୍ତୁ, କିନ୍ତୁ ବେଳେ ବେଳେ ଆମେ ନିଶ୍ଚିତ ହୋଇପାରିନାହୁଁ ଯେ ସେ କିପରି ଏହା କରିବେ। ଆମେ କ'ଣ ଶୁଣିବାକୁ ଅପେକ୍ଷା କରିବା ଉଚିତ? ତେବେ ସତ୍ୟ ଏହା ଯେ ଈଶ୍ୱର ନିଶ୍ଚୟ କଥା କହନ୍ତି, କିନ୍ତୁ ସବୁବେଳେ ସେ ଉଚ୍ଚ ସ୍ୱରରେ କିମ୍ବା ନାଟକୀୟ ଢଙ୍ଗରେ ନୁହେଁ ଯାହା ଆମେ କଳ୍ପନା କରୁ। ଅନେକ ସମୟରେ ସେ ଅତି ବ୍ୟକ୍ତିଗତ, କୋମଳ ଓ ଗଭୀର ଅର୍ଥପୂର୍ଣ୍ଣ ଭାବରେ କଥା ହୁଅନ୍ତି ଯଦି ଆମେ ଶୁଣିବାକୁ ପ୍ରସ୍ତୁତ ଥାଉ। ଏବ୍ରୀ 4:12 କହେ, କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଏହା କେବଳ ଏକ ନିର୍ଜୀବ ବହି ନୁହେଁ, ଏହା ଏକ ଜୀବନ୍ତ ସ୍ୱର। ପବିତ୍ର ଧର୍ମଶାସ୍ତ୍ର ମଧ୍ୟ ଦେଇ ଈଶ୍ୱର ଆମ ଚିନ୍ତାଧାରା, ଆମର ବାର୍ତ୍ତାଳାପ ଏବଂ ଆମର ଦୈନନ୍ଦିନ ପରିସ୍ଥିତି ମଧ୍ୟ ଦେଇ କଥା ହୁଅନ୍ତି। ସେଥିପାଇଁ ତାଙ୍କ ସହିତ ଆମ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଈଶ୍ୱରଙ୍କ ସ୍ୱର ଶୁଣିବା ଠାରୁ ଭଲ ଉପାୟ ହେଉଛି ପ୍ରଭୁ ଯୀଶୁଙ୍କ ସହିତ ନିବିଡ଼ ସମ୍ପର୍କରେ ଚାଲିବା। ଈଶ୍ୱର ବିଭିନ୍ନ ଉପାୟରେ କଥା କହନ୍ତି, ନୁହେଁ କି? ସେ ସବୁବେଳେ ପବିତ୍ର ଆତ୍ମାଙ୍କ ଦ୍ୱାରା ଓ ଯେଉଁମାନେ ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହିତ ସମ୍ପର୍କ ରଖନ୍ତି ସେମାନଙ୍କ ସହିତ କଥା ହୁଅନ୍ତି। ତାଙ୍କ ବାକ୍ୟ ମଧ୍ୟ ଦେଇ, ପ୍ରାର୍ଥନା ଦ୍ୱାରା ସେ ଆମ ହୃଦୟରେ ଦେଉଥିବା ପ୍ରେରଣା ମଧ୍ୟ ଦେଇ, ଆମ ଜୀବନର ପରିସ୍ଥିତି ମାଧ୍ୟମରେ ଏବଂ ମଣ୍ଡଳୀ ଓ ଅନ୍ୟ ବିଶ୍ୱାସୀମାନଙ୍କ ଧାର୍ମିକ ପରାମର୍ଶ ମାଧ୍ୟମରେ ମଧ୍ୟ କଥା କହନ୍ତି। ଯଦି ମୁଁ ସଚ୍ଚୋଟ ଭାବେ କହିବି, ମୋର ବ୍ୟକ୍ତିଗତ ଅନୁଭୂତିରୁ ଈଶ୍ୱର ସେତେବେଳେ ସବୁଠାରୁ ସ୍ପଷ୍ଟ ଭାବରେ କଥା ହୋଇଅଛନ୍ତି ଯେତେବେଳେ ମୁଁ ସମ୍ପୂର୍ଣ୍ଣ ଆଜ୍ଞାକାରୀ ହୋଇଛି କିମ୍ବା ଯେତେବେଳେ ଈଶ୍ୱରଙ୍କ ଠାରୁ ସାନ୍ତ୍ୱନା ଆବଶ୍ୟକ କରିଥାଉ। ଠିକ୍ କହିଲେ। ପ୍ରାୟତଃ ସେତେବେଳେ ଯେଉଁ ସମୟରେ ଆମେ ନିଜକୁ ସ୍ଥିର କରି ପ୍ରଭୁଙ୍କ ରବ ଶୁଣିବାକୁ ଇଚ୍ଛା କରିଥାଉ। ଆଜିକାର ଦୁନିଆରେ ଈଶ୍ୱରଙ୍କ ସ୍ୱର ଶୁଣିବା ଠିକ୍ ସେହିପରି, ଯେପରିକି ବ୍ୟସ୍ତବହୁଳ ସହରରେ ଗାଡ଼ି ଚଳାଉଥିବା ବେଳେ କୌଣସି ଏକ ନିର୍ଦ୍ଦିଷ୍ଟ ରେଡ଼ିଓ ଷ୍ଟେସନରୁ ଗୀତ ଶୁଣିବା ନିମନ୍ତେ ଚେଷ୍ଟା କରିବା। ପ୍ରତିଟି ଷ୍ଟେସନରୁ କିଛି ନା କିଛି ବାଜିବା ଆରମ୍ଭ ହୋଇଥାଏ। ସେ ସଙ୍ଗୀତ ହେଉ, କଥାବାର୍ତ୍ତା ହେଉ କିମ୍ବା ବିଜ୍ଞାପନ ହେଉ। ଯଦି ରେଡ଼ିଓର ସେଇ କଣ୍ଟାକ୍ଟଟି ଟିକିଏ ମଧ୍ୟ ଏପଟ ସେପଟ ହୋଇଯାଏ, ତେବେ ଆମକୁ କେବଳ ଅସ୍ପଷ୍ଟ ଶବ୍ଦ ହିଁ ଶୁଭିଥାଏ। ଠିକ୍ କହିଲେ। କିନ୍ତୁ ଯେତେବେଳେ ଆମେ ଧୀରେ ଧୀରେ ଠିକ୍ ଭାବେ ଟ୍ୟୁନ୍ କରୁ, ସେତେବେଳେ ସେହି କୋଳାହଳ ଭିତରୁ ଗୋଟିଏ ସ୍ପଷ୍ଟ ସ୍ୱର ଶୁଭିଥାଏ। ଈଶ୍ୱରଙ୍କ ସ୍ୱର ଠିକ୍ ସେହିପରି।
ଏହା ସାଧାରଣତଃ ସବୁଠାରୁ ଜୋରରେ ଶୁଭୁଥିବା ସଂକେତ ନୁହେଁ, କିନ୍ତୁ ଯେତେବେଳେ ଆମେ ତାଙ୍କ ସହିତ ସଂଯୁକ୍ତ ହୋଇଥାଉ ଏହା ସବୁଠାରୁ ସ୍ପଷ୍ଟ ହୋଇଥାଏ। ଧ୍ୟାନର ସହିତ ଟ୍ୟୁନ୍ କରିବାକୁ ପଡ଼େ, ମନୋନିବେଶ କରିବାକୁ ପଡ଼େ। ଏଥିପାଇଁ ଅନ୍ୟ ସମସ୍ତ ଷ୍ଟେସନର ଶବ୍ଦକୁ କମାଇବାକୁ ପଡ଼େ, ଯେମିତିକି ଅନ୍ୟମାନଙ୍କ ମତାମତ, ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ବିଷୟ ଓ ନିରନ୍ତର ମନକୁ ଆସୁଥିବା ବାହ୍ୟ ଚିନ୍ତାଧାରାକୁ ଦୂରରେ ରହିବାକୁ ହେବ। ଈଶ୍ୱରଙ୍କ ସ୍ୱର ଠିକ୍ ସେହିପରି କାମ କରେ। ଆମେ ତାଙ୍କ ସହିତ ତାଙ୍କ ବାକ୍ୟରେ ଏବଂ ପ୍ରାର୍ଥନାରେ ଯେତେ ଅଧିକ ସମୟ ବିତାଇବା ତାଙ୍କ ସ୍ୱର ଆମ ପାଇଁ ସେତେ ପରିଚିତ ହୋଇଯିବ। ତେଣୁ ସେହି କୋଳାହଳ ଏବଂ ବିଶୃଙ୍ଖଳା ମଧ୍ୟରେ ମଧ୍ୟ ଆମେ ତାଙ୍କ ସ୍ୱର ସ୍ପଷ୍ଟ ଭାବରେ ଶୁଣିବାକୁ ଆରମ୍ଭ କରିବା। କୌଣସି ପ୍ରିୟଜନ ବ୍ୟକ୍ତିଙ୍କୁ ଭଲ ଭାବେ ଜାଣିଥାଉ, ଜନଗହଳି ସ୍ଥାନରେ ମଧ୍ୟ ଆମେ ସହଜରେ ତାଙ୍କ ସ୍ୱର ବାରିପାରୁ। ସେହିପରି ଯୀଶୁ କହିଛନ୍ତି, ମୋର ମେଷମାନେ ମୋର ସ୍ୱର ଶୁଣନ୍ତି। ଏହା ଏକ ପ୍ରକ୍ରିୟା ଯେଉଁଠାରେ ଆମେ କେବଳ ଶୁଣିବାକୁ ଶିଖୁନାହୁଁ, ବରଂ ତାଙ୍କୁ ଚିହ୍ନିବାକୁ ମଧ୍ୟ ଶିଖିଥାଉ। ଏଥିପାଇଁ ନୁହେଁ ଯେ ଜଗତ ଶାନ୍ତ ଓ ନୀରବ ହୋଇଯାଇଛି, କିନ୍ତୁ ଆମେ ତାଙ୍କ ସ୍ୱର ଚିହ୍ନି ପାରିଛୁ। ଠିକ୍ ସେହି ପ୍ରକାର ଯେପରି ଯୋହନ 10:27 ପ୍ରଭୁ ଯୀଶୁ କହିଲେ, ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି। ତାହା ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନମାନଙ୍କରେ ଅନେକ ଲୋକ କହନ୍ତି ଯେ ଈଶ୍ୱର ମୋତେ ଏପରି କହିଲେ ଓ ଈଶ୍ୱର ମୋତେ ସେହିପରି କହିଲେ। ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଆମକୁ ମନେ ରଖିବାକୁ ହେବ, ଈଶ୍ୱର କେବେ ବି ନିଜ ବାକ୍ୟର ବିରୁଦ୍ଧାଚରଣ କାର୍ଯ୍ୟ କରିବେ ନାହିଁ, କେବେ ମଧ୍ୟ ନୁହେଁ। ସେ ସର୍ବଦା ବାଇବଲରେ ଲେଖାଯାଇଥିବା କଥା ଅନୁସାରେ ହିଁ ମାର୍ଗଦର୍ଶନ ଦିଅନ୍ତି। ଆମେ ବେଳେବେଳେ ଏମିତି କିଛି କଥା ଶୁଣୁ ଯାହା ଧର୍ମଶାସ୍ତ୍ର ସହିତ ମେଳ ଖାଏ ନାହିଁ। ଯେମିତିକି କେହି ଜଣେ କହିପାରନ୍ତି, ଆମର ବିବାହ ହୋଇନାହିଁ, କିନ୍ତୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଈଶ୍ୱର ଆମକୁ ଅନୁମତି ଦେଇଛନ୍ତି ଏବଂ ଆମେ ଦୃଢ଼ତାର ସହ କହିପାରିବା ଯେ ସେଇଟା ଈଶ୍ୱରଙ୍କ ବାକ୍ୟ ନାହିଁ। ଆପଣ ଠିକ୍ କହିଲେ, କାରଣ ଧର୍ମଶାସ୍ତ୍ର ସ୍ପଷ୍ଟ ଭାବରେ କହେ, ତୁମ୍ଭେ ବ୍ୟଭିଚାର କରିବ ନାହିଁ। ଈଶ୍ୱର ତାଙ୍କ ବାକ୍ୟରେ ଗୋଟିଏ କଥା କହି ବ୍ୟକ୍ତିଗତ ଭାବରେ ଆମକୁ ସମ୍ପୂର୍ଣ୍ଣ ଅଲଗା କଥା କହିବେ ନାହିଁ। ଈଶ୍ୱର ସର୍ବଦା ସମାନ ଓ ଅପରିବର୍ତ୍ତନୀୟ। ତାଙ୍କ ସ୍ୱର ଏବଂ ତାଙ୍କ ବାକ୍ୟ ଏକତ୍ର ଯାଏ। ମୁଁ ଆପଣଙ୍କୁ ଏହିପରି କହିବି, କଳ୍ପନା କରନ୍ତୁ ଯେ ଆମେ ଗୋଟିଏ ଚିଠିର ଅପେକ୍ଷା କରୁଛୁ। ଆପଣ ଝରକା ପାଖରେ ଠିଆ ହୋଇ ଡାକବାଲାକୁ ଚାହିଁ ରହିଛନ୍ତି, ଆଉ ଯେତେବେଳେ ଡାକ ଆସି ପହଞ୍ଚୁଛି, ଆମେ ସେହି ଚିଠିଟି ନେବା ଆଶାରେ ମେଲ୍ ବକ୍ସ ପାଖକୁ ଦୌଡ଼ି ଯାଉଛୁ। ହୁଏତ ସେହି ଚିଠି ଆମ ପ୍ରିୟଜନଙ୍କ ପାଖରୁ ଆସିଥାଇପାରେ, କିମ୍ବା କୌଣସି ଚାକିରି ବିଷୟରେ ଖବର ହୋଇଥାଇପାରେ, କିମ୍ବା ଏପରି କିଛି ଯାହାକୁ ଆମେ ଅନେକ ଦିନରୁ ଅପେକ୍ଷା କରିଛୁ। ଏବେ କଳ୍ପନା କରନ୍ତୁ, ଯଦି ସେହି ଚିଠିଟି ଈଶ୍ୱରଙ୍କ ହାତଲେଖା ହୋଇଥାନ୍ତା, ତେବେ ଆମେ ନିଶ୍ଚିତ ଭାବରେ ତାକୁ ଏପଟେ ସେପଟେ ଫୋପାଡ଼ି ଦିଅନ୍ତୁ ନାହିଁ, କିମ୍ବା ଏହା କୁହନ୍ତୁ ନାହିଁ ଯେ ଯେତେବେଳେ ସମୟ ମିଳିବ ମୁଁ ଏହାକୁ ପଢ଼ିବି। ଆପଣ ତାକୁ ଶୀଘ୍ର ଚିରି ଖୋଲି ଦିଅନ୍ତୁ ଏବଂ ଭାବନ୍ତୁ, ଈଶ୍ୱର ମୋ ପାଖକୁ ଚିଠି ଲେଖିଛନ୍ତି, ସେ କ'ଣ କହିବାକୁ ଚାହୁଁଛନ୍ତି। ବାସ୍ତବରେ ବାଇବଲ ଠିକ୍ ସେଇଆ, ଈଶ୍ୱରଙ୍କ ଦ୍ୱାରା ଲିଖିତ ଚିଠି। ଭିନ୍ନ ଭିନ୍ନ ରଙ୍ଗ, ଭିନ୍ନ ଆକୃତିର ଆମ ମଧ୍ୟରୁ ବାଇବଲକୁ ପକେଟରେ ମଧ୍ୟ ନେଇଯାଉ ଓ ଛୋଟ ବ୍ୟାଗରେ ଧରିଯାଉ। ତାପରେ ମଧ୍ୟ ଆମେ ଏହାକୁ ଖୋଲି ନଥାଉ। ଆମେ କହୁ ଯେ ଆମେ ଚାହୁଁ ଈଶ୍ୱର ଆମ ସହ କଥା ହୁଅନ୍ତୁ, କିନ୍ତୁ ଆମେ ତାଙ୍କ ଚିଠିକୁ ନ ପଢ଼ି ସେମିତି ଛାଡ଼ିଦେଉ। ମୋର ମନେ ଅଛି, ଥରେ ମୁଁ ଧର୍ମଶାସ୍ତ୍ର ମଧ୍ୟ ଦେଇ ଖ୍ରୀଷ୍ଟଙ୍କ ନିକଟତର ହେବା ବିଷୟରେ ଏକ ଭକ୍ତିପୂର୍ଣ୍ଣ ସମ୍ବାଦ ପୋଷ୍ଟ କରିଥିଲି। ସେଥିରେ ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଥିଲେ, ମୁଁ ବାଇବଲ ପଢ଼ିବାକୁ ଚାହେଁ, କିନ୍ତୁ ମୁଁ ଯେତେବେଳେ ପଢ଼େ ଈଶ୍ୱର ମୋତେ କେବେ କିଛି କୁହନ୍ତିନି। ଆଉ କିଛି ଲୋକ କହନ୍ତି, ଈଶ୍ୱର ବାଇବଲ ମଧ୍ୟ ଦେଇ ମୋ ସହ କଥା ହୁଅନ୍ତି ନାହିଁ। ମୁଁ ଅନ୍ୟ ଉପାୟରେ ତାଙ୍କ ସ୍ୱର ଶୁଣିପାରେ, କିନ୍ତୁ ଧର୍ମଶାସ୍ତ୍ର ମଧ୍ୟ ଦେଇ ନୁହେଁ। ଆଉ ଯେତେବେଳେ ଆମେ ଏମିତି କିଛି କଥା ଶୁଣୁ, ଆମେ ଜାଣିପାରୁ ଯେ ଏହା ସତ୍ୟ ନୁହେଁ। କାରଣ ଈଶ୍ୱରଙ୍କ ବାକ୍ୟ ତାଙ୍କ ସ୍ୱର। ମନୁଷ୍ୟ ସମାଜ ନିମନ୍ତେ ଈଶ୍ୱରଙ୍କ ପ୍ରେମପତ୍ର ଅଟେ। ସବୁଠାରୁ ବଡ଼ ପ୍ରେମପତ୍ର ବାଇବଲ ଅଟେ।
जदि आमे चाहूँ जे ईश्वर आम सह कथा हुअन्तु तेबे आमकु तांको वाक्य खोलिबाकू एवं सुनिबाकू हेबो। ईश्वर निज वाक्य माध्यम रे कथा कहंती एवं एहा द्वारा से आमकु तांको पाखकू आसीबाकू एवं तांको खोजिबाकू निमंत्रण करंती। आउ तांको खोजी पाइबा परे एक सुंदर परिवर्तन घटे। आमर मन धीरे धीरे रूपांतरित हो जाए। हाँ, आमे तांको परे होई जाओ। तांको सत्य वाक्य आमको परिवर्तित करे। ईश्वर विभिन्न उपाय रे कथा कहंती किंतु तांकर मुख्य माध्यम हेउची तांकर वाक्य। यह अत्यंत शक्तिशाली। द्वितीय तिमोथी 3:16 पद आमको मने पकाई दिए जे समस्त शास्त्र ईश्वर निश्वसित एवं शिक्षा अनुयोग संशोधन और धार्मिकता संबंधी शासन निमंते उपकारी। अन्य अर्थरे कहिबाकू गले पवित्र शास्त्र आमको प्रत्येक सत्कर्म पाई प्रस्तुत करिथाय। तेणु आमे बाइबल खोलिबा समय रे ईश्वर कथा हेउनाहांती बोली प्रतारित हुअन्तु नाही। ईश्वर सर्वदा कथा कहंती। सेही महान प्रेम पत्र जहा केबे लेखा जाइथिला जिरिमियो एहाकू अति सुंदर भावरे प्रकाश करूछंती। तुम्भर वाक्य प्राप्त हेला पुणी मु ताहा भोजन कली आउ तुम्भर वाक्य मोहर आनंद और चित्तर आह्लादजनक हेला। जीशु आमको मने पकाई दियंती जे मनुष्य केवल रोटी रे बंचे नाही मात्र ईश्वरक मुख निर्गत प्रत्येक वाक्य रे बंचे। जेतेबेले ईश्वरक वाक्य उत्तम भूमि रे रोपण करा जाए यह प्रचुर और जीवनदायी फल प्रदान करिथाय। पवित्र धर्मशास्त्र एक भोज सदृश जहा आम हृदयर गभीरतम क्षुधा को एपरी भावरे तृप्त करे जहा अन्य कौनसी विषय द्वारा संभव नुहे। निज वाक्य द्वारा ईश्वर कथा हेबार सबुठारु सुंदर विषयटी हेउची एहार व्यक्तिगत अनुभूति। आमे जेउ परिस्थिति रे थाउना काहेकि ईश्वरक वाक्य ठीक सही अवस्था रे ही आमको स्पर्श करिथाय। हाँ, आमे हुए तो गोटे विषय को अनेक थर पढ़ी थाई पारो किंतु कौनसी एक निर्दिष्ट दिन रे हठात यह अनुभव हुए जेमिति यह केवल आम पाई ही लेखा जाइछि। मु निश्चित जे आमे समस्ते केबे ना केबे एपरि अनुभव करिथिबा। मोर मने अछि सेमिति एक समय थिला जेतेबेले मु अत्यधिक चिंतित थिली, थकी जाइथिली, व्यतिव्यस्त थिली एवं परवर्ती पदक्षेप कौन हेबो से नै अनिश्चिततारे थिली। आपण स्वर्गरु कौनसी गर्जन सुनिबाकू पाइबे नाही। ना, मु केवल मोर बाइबल खोलिली एवं मोर नजर जीशुଙ୍କ शिक्षा उपरे पड़िला। हे परिश्रांत और भाराक्रांत लोक समस्ते मो निकट को आस, मु तुम्भ मानकु विश्राम देबी। सेही मुहूर्त रे मो आवश्यकता को पूर्ण कला। संपूर्ण भावरे मोर परिस्थिति को सही क्षणी बदलाई देई नथिला किंतु यह मते बदलाई देइथिला। यह मते शांति, आश्वासना एवं संघर्षर मुक्ति पाइबार साहस देइथिला। ईश्वरक वाक्य एपरि भावरे कार्य करे, उपयुक्त समय रे सत्य प्रकाश करे। आमे दुख रे थिबा समय रे सांत्वना करे, द्वंद्व रे थिबा समय रे मार्गदर्शन एवं पथभ्रष्ट हेबा समय रे उपयुक्त पथर संधान देइथाय। आमे भयभीत थिबा समय रे साहस प्रदान करे। मु एपरे समय मध्य देखिछि जेतेबेले मात्र गोटिए पद मते से निष्पत्ति पाई साहाय्य करिछि जहा सहित मु सप्ताह सप्ताह धरी संघर्ष करुथिली। से पदटी नुआ थिला ताहा नुहे बरं सेही मुहूर्त रे ईश्वर सेही वाक्य को व्यवहार करथिले। ताहा ही हेउची पवित्र आत्माको कार्य जे लिखित वाक्य को नहीं आम जीवन रो परिस्थिति रे प्रयोग करंती। ईश्वर कहंती जे मु तुमको देखुछि, तुम्हर कोन आवश्यक मु जाने। सेथि पई ईश्वरको वाक्य केवल सूचना नुहे, यह वार्तालाप। आमे जेतेबेले खोला हृदय रे ईश्वरको वाक्य निकट को आसु से विश्वस्त भावे आम सहित साक्षात करंती, बारंबार आमको कथा कहंती। तापरे आमे ईश्वरको वाक्य को आम सह कथा हेबाकू, आमको संशोधन करिबाकू, उत्साहित करिबाकू एवं आमर चिंताधारा, आवेग और दृष्टिकोण को एक रूप देबाकू सुजोग देबा उचित।
ଧର୍ମଶାସ୍ତ୍ର ଆମ ଜୀବନର ସେହି ଅଂଶଗୁଡ଼ିକୁ କୋମଳ ଭାବରେ ଓ ଦୃଢ଼ତାର ସହ ସଂଶୋଧନ କରୁ ଯାହା ତାଙ୍କ ବାକ୍ୟ ସହ ମେଳ ଖାଉନାହିଁ। ଶେଷରେ ଆମକୁ ଆଜ୍ଞାକାରୀ ହେବାକୁ ପଡ଼ିବ। ଆମକୁ ଈଶ୍ୱରଙ୍କୁ ପଚାରିବାକୁ ହେବ, ଆପଣ ଆମକୁ ଯାହା ଦେଖାଇଲେ ସେଥିରୁ ଆପଣ ଆମଠାରୁ କ'ଣ ଚାହାନ୍ତି? କେବଳ ଜଣେ ଶ୍ରୋତା ନୁହେଁ, ବରଂ ବାକ୍ୟର କର୍ମକାରୀ ହେବାକୁ ନିଷ୍ପତ୍ତି ନେବା। ଯାକୁବ ଏହାକୁ ଅତି ସ୍ପଷ୍ଟ ଭାବରେ କହିଅଛନ୍ତି, କିନ୍ତୁ ଶ୍ରୋତା ମାତ୍ର ହୋଇ ଆପଣମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ। କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତା ମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ। ବାଇବଲ ହେଉଛି ଜୀବନ୍ତ ସତ୍ୟ, ଯାହାକୁ ପ୍ରାର୍ଥନା ପୂର୍ବକ ପଢ଼ିବା, ସତର୍କତାର ସହ ବୁଝିବା ଏବଂ ବିଶ୍ୱସ୍ତତାର ସହ ପାଳନ କରିବା ଉଚିତ। ଯେତେବେଳେ ଆମେ ତାଙ୍କ ବାକ୍ୟ ପାଇଁ ନିଜ ହୃଦୟକୁ ଉନ୍ମୁକ୍ତ କରୁ ଏବଂ ଆଜ୍ଞାକାରୀ ହେବାକୁ ବାଛି ନେଉ। ତେଣୁ ବାଇବଲ ଖୋଲନ୍ତୁ, ଧ୍ୟାନର ସହ ଶୁଣନ୍ତୁ, ସେଥିର ବାଧ୍ୟ ହୁଅନ୍ତୁ, କାରଣ ଈଶ୍ୱର ତାଙ୍କ ବାକ୍ୟ ମଧ୍ୟ ଦେଇ କଥା କହନ୍ତି। ଆମ ଜୀବନ ପରିବର୍ତ୍ତିତ ହେବ। ପରବର୍ତ୍ତୀ ସପ୍ତାହରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ମୁଁ ତୁମକୁ ପ୍ରେମ କରେ, ତୁମକୁ ହିଁ ପ୍ରେମ କରେ। ମୁଁ ତୁମକୁ ପ୍ରେମ କରେ, ପଛେଇବି ନାହିଁ। ମୁଁ ଆଣ୍ଠୁ ଭାଙ୍ଗେ ଯଦି ତୁମ ଦ୍ୱାରେ, ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ମୁଁ ଆଣ୍ଠୁ ଭାଙ୍ଗେ ଯଦି ତୁମ ଦ୍ୱାରେ, ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ଆସନ୍ତୁ ପ୍ରାର୍ଥନା କରିବା। ଅତ୍ୟନ୍ତ ପ୍ରେମିକ ଦୟାଳୁ ସ୍ୱର୍ଗୀୟ ପିତା, ତୁମ ପବିତ୍ର ମହାନ ନାମକୁ ଧନ୍ୟବାଦ ଦେଉଛୁ ବାପା। ତୁମେ ଆଜି ଆମକୁ କେତେ ସୁନ୍ଦର ବିଷୟ ଜାଣିବାକୁ ଦେଲ। ଜଗତରେ ଅନେକ ସ୍ୱର ରହିଛି, ଆମେ ଯେଭଳି ସେଇ ସ୍ୱରରେ ହଜି ନ ଯିବୁ, ସେଇ ସ୍ୱର ଶୁଣିକି ଭ୍ରାନ୍ତ ହେଇ ନ ଯିବୁ, ତୁମେ ଆମକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ତୁମରି ସ୍ୱରକୁ ଶୁଣିବୁ, ସେହିପରି ଅନୁଗ୍ରହ ତୁମେ ଆମ ପ୍ରତ୍ୟେକଙ୍କୁ ପ୍ରଦାନ କର। ଆଜି ଆମେ ଯେତେ ଜଣ ତୁମର ଏହି ବାକ୍ୟ ଶୁଣିଅଛୁ, ଯେମିତି ଅଧିକ ପ୍ରଭୁ ତୁମରି ହୃଦୟ ବୁଝିପାରିବୁ, ତୁମର ଚରଣ ନିକଟରେ ବସିପାରିବୁ, ତୁମେ ସେ ଅନୁଗ୍ରହ ପ୍ରତ୍ୟେକଙ୍କୁ ପ୍ରଦାନ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ବର୍ତ୍ତମାନ ତ ଆମ ସମୟ ଶେଷ ହୋଇଗଲାଣି। ଆଶା କରୁ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ହଁ, ଆମକୁ ଆପଣଙ୍କ ଜୀବନର ଅନୁଭୂତି ଜଣାଇବାକୁ ଭୁଲିବେ ନାହିଁ। ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ଠିକଣା ଓ ଫୋନ୍ ନମ୍ବରରେ ନିଶ୍ଚୟ ଆମ ସହ ଯୋଗାଯୋଗ କରିବେ। ପୁଣି ଆମକୁ 044490812997ରେ ମିସ୍ଡ କଲ୍ କରିବାକୁ ଭୁଲିବେ ନାହିଁ। ସପ୍ତାହ ଶେଷରେ ଅଧିକ ମିସ୍ଡ କଲ୍ ଦେଇଥିବା ଦର୍ଶକ ବନ୍ଧୁଙ୍କୁ ପୁରସ୍କୃତ କରାଯିବ। ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବୁ। ସେ ସମୟ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ସୁସ୍ଥ ରୁହନ୍ତୁ ଓ ଭଲରେ ରୁହନ୍ତୁ। ରହିଲୁ, ନମସ୍କାର। ଆଜିର ପ୍ରଶ୍ନଟି ହେଲା, କାହା ସହିତ ଚାଲିବା ଦ୍ୱାରା ଆମେ ପରମେଶ୍ୱରଙ୍କ ସ୍ୱର ଶୁଣିପାରିବା? ଏ ମୋଶା, ବି ଯୀଶୁ, ସି ଦାଉଦ, ଡି ପାଉଲ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ପୁରୀରୁ ପ୍ରିୟଙ୍କା ଦାସ।